ଅବସରକୁ ନେଇ ଚମକାଇଲା ଭଳି ଏକ ସୂଚନା ଦେଲେ ସାମି। କହିଲେ, ମୋର ଅବସର। 34 ବର୍ଷୀୟ ମହମ୍ମଦ ସାମି ଖରାପ ଫିଟନେସ୍ ସହିତ ଲଗାତାର ସଂଘର୍ଷ କରୁଛନ୍ତି। 2023 ଦିନିକିଆ ବିଶ୍ୱକପ୍ ପରେ ସେ ଟିମ୍ ଇଣ୍ଡିଆ ପାଇଁ କେବଳ 7ଟି ମ୍ୟାଚ୍ ଖେଳିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଚାମ୍ପିୟନ୍ ଟ୍ରଫିରେ ଦେଖିବାକୁ ମିଳିଥିଲା, ଯାହା ପରେ ତାଙ୍କୁ ଏସିଆ କପ୍ ଦଳରୁ ମଧ୍ୟ ଅଣାଯାଇ ନଥିଲା। ଏପରି ପରିସ୍ଥିତି ତାଙ୍କ ଅବସର ନେଇ ଗୁଜବ ଆସିବା ଆରମ୍ଭ ହୋଇଥିଲା। କିନ୍ତୁ ଏବେ ସେ ଶେଷରେ ଅବସର ନେଇ ତାଙ୍କର ନୀରବତା ଭାଙ୍ଗିଛନ୍ତି। ସାମି ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏବେ ଅବସର ନେବାର କୌଣସି ଇଚ୍ଛା ନାହିଁ। ରିପୋର୍ଟ ଅନୁଯାୟୀ ସାମି କହିଛନ୍ତି ଯେ ସେ ଘରୋଇ କ୍ରିକେଟରେ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ଏବଂ ତାଙ୍କର ଲକ୍ଷ୍ୟ ଟିମ୍ ଇଣ୍ଡିଆକୁ ଫେରିବା। ଏହା ସହିତ ସେ ମଧ୍ୟ କହିଛନ୍ତି ଯେ ସେ ଭାରତ ପାଇଁ 2027 ଦିନିକିଆ ବିଶ୍ୱକପ୍ ଜିତିବାକୁ ଚାହାନ୍ତି। ସାମି କହିଛନ୍ତି, ଯଦି କାହାର ସମସ୍ୟା ଅଛି ତେବେ ସେ ମୋତେ ଆସି କୁହ। ମୋର ଅବସର କାହାର ଜୀବନକୁ ଉନ୍ନତି କରିବ କି? ମୋତେ କୁହ। ମୁଁ କାହାର ରାସ୍ତାରେ ବାଧା ପାଲଟିଛି ଯେ ଆପଣମାନେ ମୁଁ ଅବସର ନେବି ବୋଲି ଚାହୁଁଛନ୍ତି? ଯେଉଁଦିନ ମୁଁ ବିରକ୍ତ ହେବି ମୁଁ ଚାଲିଯିବି। ଆପଣମାନେ ମୋତେ ଚୟନ କରିବେ ନାହିଁ, କିନ୍ତୁ କଠିନ ପରିଶ୍ରମ କରିବି। ସାମି କହିଛନ୍ତି ଯେ ଯଦି ତାଙ୍କୁ ଟିମ୍ ଇଣ୍ଡିଆରେ ଚୟନ କରାନଯାଏ ତେବେ ସେ ଘରୋଇ ମ୍ୟାଚରେ ଝାଳ ବୁହାଇବେ। ସେ କହିଛନ୍ତି ଯେ ଯେତେବେଳେ ଜଣେ ବିରକ୍ତ ହୁଏ ସେତେବେଳେ ଏପରି ନିଷ୍ପତ୍ତି ନିଆଯାଇଥାଏ, କିନ୍ତୁ ତାଙ୍କର କ୍ୟାରିୟରକୁ ଶେଷ କରିବାର ସମୟ ଏପର୍ଯ୍ୟନ୍ତ ଆସିନାହିଁ। 2023 ଓଡିଆଇ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ 6 ୱିକେଟରେ ପରାସ୍ତ କରିଥିଲା। ମହମ୍ମଦ ସାମି ସ୍ୱୀକାର କରିଥିଲେ ଯେ ସେ ଫାଇନାଲରେ ଚାପ ଅନୁଭବ କରୁଥିଲେ। ସାମି କହିଛନ୍ତି ଯେ 2023 ବିଶ୍ୱକପ୍ ଜିତିବାର ତାଙ୍କର ସ୍ୱପ୍ନ ଅଧୁରା ରହିଛି। ବର୍ତ୍ତମାନ ତାଙ୍କର ଏକମାତ୍ର ସ୍ୱପ୍ନ ହେଉଛି ଓଡିଆଇ ବିଶ୍ୱକପ୍ ଜିତିବା ଏବଂ ବିଶ୍ୱ ଚାମ୍ପିୟନ ଦଳର ଅଂଶ ହେବା। ପରବର୍ତ୍ତୀ ଓଡିଆଇ ବିଶ୍ୱକପ୍ 2027 ଖେଳାଯିବ।